ସଦା ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋର ବାପା କିମ୍ବା ମା ମାନେ, କିମ୍ବା ମୋର ଭାଇ କିମ୍ବା ଭଉଣୀମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଭିଡ଼ିଓ ମାଧ୍ୟମରୁ ଅବ୍ରାମଙ୍କ ଦଶମାଂଶ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ ସଠିକ୍ ଶୁଣିଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ଅବ୍ରାମଙ୍କ ଦଶମାଂଶ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଦଶମାଂଶ ନାମରେ ଯେଉଁମାନେ ଲୁଟ୍ କରୁଛନ୍ତି, ସେମାନେ ଗୋଟିଏ ବିଷୟର ବହୁତ ସାହାରା ନେବେ। ସେଇ ବିଷୟ ହେଲା ଅବ୍ରାମଙ୍କ ଦଶମାଂଶ। ଅବ୍ରାମଙ୍କର ଦଶମାଂଶ ବିଷୟରେ ବହୁତ ସାହାରା ନେବେ ଏବଂ ମଣ୍ଡଳୀରେ କହିବେ, ଅନେକ ଜାଗାମାନଙ୍କରେ ମଧ୍ୟ କହିବେ ଆମ୍ଭେମାନେ ଦଶମାଂଶ ଦେବା, କିନ୍ତୁ 100ରୁ 10% ନୁହେଁ, ଅଧିକ ଦେବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ମୋର ଛୋଟିଆ ଅନୁରୋଧ, ଆପଣମାନେ କିଛି ସମୟ ଏହି ଭିଡ଼ିଓକୁ ସଠିକ୍ ଭାବରେ ଦେଖନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଅବ୍ରାମଙ୍କ ଦଶମାଂଶ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ଦଶମାଂଶ କ'ଣ ପାଇଁ ଜରୁରୀ ଅଟେ? ଆପଣମାନେ ଜାଣନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ଦଶମାଂଶ କ'ଣ ପାଇଁ ଜରୁରୀ ଅଟେ? ଦଶମାଂଶ ଶିକ୍ଷା, ଦଶମାଂଶର ଶିକ୍ଷା ପ୍ରଭୁ ଯୀଶୁଙ୍କର ନଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦଶମାଂଶର ଶିକ୍ଷା ପ୍ରଭୁ ଯୀଶୁଙ୍କର ନଥିଲା ଏବଂ ପାଉଲ କେବେ ମଧ୍ୟ ଦଶମାଂଶର ଶିକ୍ଷା ଦେଇନାହାନ୍ତି। ଏବଂ ପ୍ରଭୁ ଯୀଶୁ, ପିତର, ପାଉଲ, ଗରିବ ଲୋକ, ଅନ୍ୟ ଜାତି କେବେ ମଧ୍ୟ ପୁରା ବାଇବଲରେ ଦଶମାଂଶ ଦେଇନାହାନ୍ତି। ଆପଣମାନେ ବୁଝିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର। କିନ୍ତୁ ଦଶମାଂଶ ବର୍ତ୍ତମାନ ସମୟରେ 90% ମଣ୍ଡଳୀରେ ଦିଆଯାଉଅଛି ଏବଂ ଲୋକମାନେ ମାଗୁଅଛନ୍ତି ମଧ୍ୟ। ସେଇ ମଲାକି 3:10କୁ ନେଇ ମଣ୍ଡଳୀରେ କହନ୍ତି, କିନ୍ତୁ ସେଇ ମଲାକି 3:10 କାହା ପାଇଁ ଲେଖାଯାଇଛି, କ'ଣ ପାଇଁ ଲେଖାଯାଇଛି, ଏହି ବିଷୟକୁ ମଧ୍ୟ ଆମ୍ଭେମାନେ ଜାଣିବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ଅବ୍ରାମଙ୍କ ଦଶମାଂଶ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କର ପଇସା ସହିତ ପରମେଶ୍ୱରଙ୍କର କି ସମ୍ପର୍କ? ଯାହାକି ଆପଣଙ୍କର ଚାକିରି କଲା ପଇସା ହେଉ କିମ୍ବା ବେପାର ବାଣିଜ୍ୟ କଲା ପଇସା ହେଉ, ଏହି ପଇସା ସହିତ ପରମେଶ୍ୱରଙ୍କର କି ସମ୍ପର୍କ? ଅନେକ ଲୋକମାନେ କହନ୍ତି, ମୁଁ ପଇସା ଦେବାରୁ ମୋତେ ଆଶୀର୍ବାଦ ମିଳୁଅଛି, ମୁଁ ପଇସା ଦେବାରୁ ଅନେକ ବିଷୟ ପାଇଅଛି, ଏମିତି ଲୋକମାନେ କହନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପଇସା ସହିତ ପରମେଶ୍ୱର ସମ୍ପର୍କ ରଖନ୍ତି ନା ଆପଣଙ୍କର ସହିତ? ଯଦି ପଇସା ସହିତ ପ୍ରଭୁ ଯୀଶୁ ଯଦି ଆଶୀର୍ବାଦ କରିଥାନ୍ତେ ଏବଂ ସମ୍ପର୍କ ରଖିଥାନ୍ତେ, ତାହେଲେ ଅନେକ ପାପୀ ଲୋକମାନେ ଅଛନ୍ତି, ଅନେକ ମୂର୍ଖ ଲୋକମାନେ ଅଛନ୍ତି, ସେମାନେ ପଇସା ଦେଇକି ସେମାନେ ଆଶୀର୍ବାଦ ପାଇଥାନ୍ତେ। କିନ୍ତୁ ଆପଣମାନେ ଭ୍ରାନ୍ତ ହୁଅନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ କାରଣ ପୁରା ବାଇବଲରେ, ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ପୁରା ବାଇବଲରେ ଗୋଟିଏ ଜାଗାରେ ମଧ୍ୟ ଲେଖାଯାଇ ନାହିଁ କି ଆପଣଙ୍କର କମାଇଥିବାର ପଇସା ଦିଅ। ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ,
आपण मैंने सठिक भाव में शुणु प्रभुंर प्रिय लोक मैंने पूरा बाइबल रे गोटे जगार लेखा जाए ना कि आपण को कमाई थिबार पैसा दियो, किंतु प्रभुंर प्रिय लोक मैंने आपण मैंने जानवा दरकार जे दशमांश नाम जो मैंने लुट करुछंती अब्राहम गोटे सहारा नियंती। प्रभुंर प्रिय लोक मैंने आपण मान को कहवाई चाहे जो मैंने अब्राहम को सहारा नियंती, अब्राहम को दशमांशर सहारा जो मैंने निहंती आपण मैंने सठिक भाव में शुणु एवं प्रभुंर प्रिय प्रत्येक ख्रीष्टीय विश्वासी विश्वासिनी माने आपण मैंने शुणु एवं आउ गोटे विषय कहवाई चाहे जे अब्राहम कहार दशमांश देथिले एवं काहेकि देथिले प्रभुंर प्रिय लोक मैंने किंतु आपण मानक पाखरे वर्तमान प्रकाश करुअछि। अब्राहम सालमर राजा मल्कीसेदक एवं सोदोमर राजा प्रभुंर प्रिय लोक मैंने दुईटी विषय आपण मैंने ध्यान दिंतु। आपण मैंने जानते कि प्रभुंर प्रिय लोक मैंने अब्राहम से दिन अर्थात जो दिन निजर पुत्रा अब्राहम को पुत्रा एवं लोटंकर धन संपत्ति को लुटित कर नहीं राजा माने से दिन अब्राहम जानिला पर सेमानकु जाए सेमानकर सहित युद्ध करी लोट को एवं तार पुत्रा को तार धन संपत्ति तार स्त्री मान को आणु अच्छे अब्राहम। आपण मैंने जो ईश्वर पवित्र बाइबल जो पढ़े ताले से जगह लिखा जाए आदि पुस्तक 14 अध्याय जदि आपण मैंने देखिए ताले लिखा जाए किंतु प्रभुंर प्रिय लोक मैंने यही अब्राहम से दिन दुई जन को लुट का हिस्सा दिया जाइथिला। से दिन अब्राहम लुटित करी पैसा देथिले। प्रभुंर प्रिय लोक मैंने अब्राहम 10% देले सालेमर राजा मल्कीसेदक को एवं 90% देले सदोमर राजा से जड़े मूर्ति पूजारी थिले ताकू देथिले। किंतु वर्तमान समय 10% किंतु 90% कुआड़े गला। ये 90% शिक्षा मध्य आमे माने देवा दरकार। किंतु प्रभुंर प्रिय लोक मैंने आपण मैंने जानती मला कि 3 दोष को नहीं अनेक प्रभुंर प्रिय दास माने मंडली थपंती। ए मला कि 3 दशमांश विषय आउ गोटे वीडियो माध्यम अपलोड करी अछि एई चैनल रे अपलोड होई अछि। आपण माने से वीडियो को थोड़े निहाती भाव में देखंतु। आपण माने थोड़े देखंतु प्रभुंर प्रिय लोक माने एवं मला के 3 दोष को नहीं कहार जदि प्रश्न अच्छी ताहले आपण माने प्रश्न पचारि पारिबे। फोन नंबर मध्य दिया जाई अछि ए चाहे केही मध्य फोन करी नाहंती प्रभुंर प्रिय लोक माने। किंतु अब्राहम सदोमर राजा को से जड़े मूर्ति पूजारी थिले ताकू देले 90% एवं सालेमर राजा मल्कीसेदक को 10% देले। एवं अब्राहम प्रभुंर प्रिय लोक माने आपण माने जानती कि अब्राहम दशमांश अपना पूरा जीवन रे बुझंतु प्रभुंर प्रिय लोक माने दशमांश अब्राहम अपना पूरा जीवन रे गोटे थर ही देथिले प्रभुंर प्रिय लोक माने एवं आउ देई नाहंती। किंतु वर्तमान समय रे दशमांश दियो आउ देले आउ दियो। प्रभुंर प्रिय लोक माने दशमांशर शिक्षा प्रभु जीशुंकर नथिला। प्रभु जीशुंकर शिष्य मानकर शिक्षा मध्य नथिला। जे जदि दशमांश दिए ताले निजर खुशी अनुसार जेते इच्छा से सेते दउथिले एवं पैसा देकी मध्य सेवा करुथिले किंतु 100% दउ नथिले। किंतु अब्राहम तार पूरा जीवन रे प्रभुंर प्रिय लोक माने से गोटे थर देथिले। आपण माने बुझिबा दरकार एवं दशमांश अब्राहम अपना पैसा
ଦେଇ ନଥିଲେ। ଦଶମାଂଶ ଅବ୍ରାମ ଆପଣାର ପଇସା ଦେଇ ନଥିଲେ। ନିଜର ପଇସା ସେ ଅବ୍ରାମ ଦେଇନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ଲୁଟିତ କରିଥିବା ଦଶମାଂଶ ଦେଇଅଛନ୍ତି। ସେ ଅନ୍ୟ ଜଣଙ୍କ ଠାରୁ ଲୁଟିତ ହୋଇଥିବା ଦଶମାଂଶ ଦେଇଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝନ୍ତୁ, ଅବ୍ରାମ ନିଜର ପଇସା ଦେଇନାହାନ୍ତି ଏବଂ ଅବ୍ରାମଙ୍କର ପୁରା ଜୀବନରେ ଗୋଟିଏ ଥର ଦଶମାଂଶ ଦେଇଛନ୍ତି ଏବଂ ନିଜର ପଇସା ଦେଇନାହାନ୍ତି। ଲୋକଙ୍କର ଦ୍ୱାରା ଲୁଟିତ ହୋଇଥିବା ପଇସା ସେ ଦେଇଛନ୍ତି ବା ଦଶମାଂଶ ଦେଇଛନ୍ତି। ପଇସା ଦେଇନାହାନ୍ତି, ଦଶମାଂଶ ଦେଇଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଇସ୍ରାଏଲ ଯେତେବେଳେ ଦଶମାଂଶ ଦେଉଥିଲେ ତାହା ଥିଲା ଭୋଜନ ବସ୍ତୁ, କେବେ ମଧ୍ୟ ପଇସା ନଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପଇସା କାଲେକ୍ସନ କରୁଛନ୍ତି। ଆମେମାନେ ପଇସା ଦେବା, 100ରୁ 10% କାହିଁକି ଦେବା, ଅଧିକ ଦେବା, ପ୍ରଭୁଙ୍କର ରାଜ୍ୟ ନିମନ୍ତେ ଦେବା। ଆମେ ପଇସା ଦେଲେ ପ୍ରଭୁଙ୍କର ସୁସମାଚାର ଅନେକ ଜାଗାମାନଙ୍କରେ ପହଞ୍ଚି ପାରିବ। ଆମେମାନେ ଯଦି ସୁସମାଚାର କହିବା ପାଇଁ ଜଣା ନାହିଁ, ତାହେଲେ ପ୍ରଭୁଙ୍କର ପ୍ରିୟ ଦାସମାନଙ୍କୁ ପଇସା ଦେଲେ ସେମାନେ ଗାଡ଼ିରେ ତେଲ ପକାଇକି ସେମାନେ ଅନେକ ଜାଗାରେ ଯାଇ ସେମାନେ ସୁସମାଚାର ପ୍ରଚାର କରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଇ ଅବ୍ରାମର ଦଶମାଂଶ, এই ବିଷୟକୁ ଆପଣମାନେ ମଣ୍ଡଳୀରେ ଥପନ୍ତୁ ନାହିଁ, ମଣ୍ଡଳୀ ଲାଗୁ କରନ୍ତୁ ନାହିଁ। ବର୍ତ୍ତମାନ ମଣ୍ଡଳୀ ପାଇଁ ଦଶମାଂଶ ଲାଗୁ ହେବ ନାହିଁ। ଆପଣମାନେ ଧ୍ୟାନର ସହିତ ଶୁଣନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ମଣ୍ଡଳୀ ପାଇଁ, ପ୍ରଭୁ ଯୀଶୁଙ୍କର ମଣ୍ଡଳୀ ପାଇଁ ଦଶମାଂଶ ଲାଗୁ ହେବ ନାହିଁ। ଏବଂ ଅବ୍ରାମକୁ କେହି ମଧ୍ୟ ନିୟମ ବନାଇ ଅବ୍ରାମକୁ ଥପି ନାହାନ୍ତି ଏବଂ 10 ଆଜ୍ଞାରେ ମଧ୍ୟ ଆସୁନାହିଁ। 613 କାନୁନରେ ଦଶମାଂଶ ଆସୁଅଛି, ନୂଆ ନିୟମରେ ଆସୁନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଅବ୍ରାମ ନିଜର ପଇସା ଦେଇନାହାନ୍ତି ବା ଦଶମାଂଶ ଦେଇନାହାନ୍ତି ଏବଂ ପୁରା ଜୀବନରେ ସେ ଗୋଟିଏ ଥର ହିଁ ଦେଇଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଇସ୍ରାଏଲ ଯେତେବେଳେ ଦଶମାଂଶ ଦେଉଥିଲେ ତାହା ଥିଲା ଭୋଜନ ବସ୍ତୁ, ପଇସା ନଥିଲା। ଏବଂ ମଲାକି 3:10କୁ ଯେଉଁମାନେ ମଣ୍ଡଳୀରେ ଲାଗୁ କରୁଅଛ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଲେବୀୟ ଇସ୍ରାଏଲ ଠାରୁ ଦଶମାଂଶ ନେଉଥିଲେ କିନ୍ତୁ ଭଣ୍ଡାରରେ ଦେଉନଥିଲେ। ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେବୀୟ ଇସ୍ରାଏଲ ଲୋକମାନଙ୍କ ଠାରୁ ଦଶମାଂଶ ଗ୍ରହଣ କରୁଥିଲେ କିନ୍ତୁ ସେମାନେ ଭଣ୍ଡାରରେ ଦେଉନଥିଲେ, ମନ୍ଦିରରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୋଟିଏ ଥିଲା ଇସ୍ରାଏଲ ଦେଉଥିଲେ ଦଶମାଂଶ ଲେବୀୟକୁ ଏବଂ ଲେବୀୟ ଦେଉଥିଲେ ଯାଜକକୁ। ସେଥିପାଇଁ ଲେଖାଯାଏ ଯାଜକରୁ ଯାଜକ, ଯାଜକରୁ ଯାଜକ ଦଶମାଂଶ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଲାକି 3:10କୁ ଯେଉଁମାନେ ମଣ୍ଡଳୀରେ ଲାଗୁ କରୁଅଛ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନଙ୍କର ଯଦି ଏଇ ମଲାକି 3:10କୁ ନେଇ ଯଦି କାହାର ଯଦି ପ୍ରଶ୍ନ ଅଛି, ତାହେଲେ ଫୋନ୍ ନମ୍ବର ବି ଦିଆଯାଇଅଛି, ଆପଣମାନେ ଫୋନ୍ କରନ୍ତୁ ଏବଂ ହ୍ୱାଟ୍ସଆପ୍ରେ ମେସେଜ ମଧ୍ୟ କରନ୍ତୁ। ଏଇ ମଲାକି 3:10 କେବଳ ଲେବୀ ବଂଶ ପାଇଁ ଲେଖାଯାଇଅଛି ଏବଂ ଲେବୀୟମାନଙ୍କୁ ଅଭିଶାପ ଦିଆଯାଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେବୀୟ ବଂଶକୁ ଅଭିଶାପ ଦିଆଯାଉଅଛି। ସେମାନେ ଦ୍ରବ୍ୟରେ ଚୋରି କରୁଥିଲେ, ସେଥିପାଇଁ ଲେବୀୟମାନଙ୍କୁ କୁହାଯାଉଅଛି, ଆପଣମାନଙ୍କୁ କୁହାଯାଉ ନାହିଁ। ଆପଣମାନେ ଲେବୀୟ ଲୋକ ନାହାନ୍ତି, ଆପଣମାନେ ଯାଜକ ମଧ୍ୟ ନାହାନ୍ତି, ଆପଣମାନେ ଅନ୍ୟ ଜାତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେବୀୟ ଇସ୍ରାଏଲ ଠାରୁ ଦଶମାଂଶ ନେଉଥିଲେ କିନ୍ତୁ ଭଣ୍ଡାରରେ ଦେଉନଥିଲେ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଲାକି ପୁସ୍ତକ କେବଳ ଲେବୀ ବଂଶ ପାଇଁ ଲେଖାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ଅବ୍ରାହମଙ୍କର ଦଶମାଂଶ ବିଷୟରେ ସାହାରା ନିଅନ୍ତି, ଆପଣମାନେ ସେ ବ୍ୟକ୍ତିଙ୍କୁ କୁହନ୍ତୁ 10% ତ ଦେବୁ କିନ୍ତୁ 90% ଏ ବିଷୟ ମଧ୍ୟ କୁହନ୍ତୁ। ଏବଂ ଅବ୍ରାହମ ନିଜ ଜୀବନରେ ସେ ଗୋଟିଏ ଥର ଦଶମାଂଶ ଦେଇଅଛନ୍ତି ଏବଂ ନିଜର ଦ୍ରବ୍ୟର ଦଶମାଂଶ ଦେଇନାହାନ୍ତି। ଅନ୍ୟ ଜଣଙ୍କର ଲୁଟିତ ହୋଇଥିବା ଧନ ସମ୍ପତ୍ତିରେ ସେ ଦଶମାଂଶ ଦେଇଛନ୍ତି, ସମସ୍ତ ଦ୍ରବ୍ୟର ସେ ଦଶମାଂଶ ଦେଇଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଚ୍ୟାନେଲରେ ଦଶମାଂଶ ବିଷୟରେ, ମଲାକି 3:10 ବିଷୟରେ ଏବଂ ଦଶମାଂଶ ବିଷୟରେ, 3 ପ୍ରକାର ଦଶମାଂଶ ବିଷୟରେ ବାଇବଲରେ ଅଛି।
এই ସବୁ ଦଶମାଂଶ ବିଷୟରେ এই ଚ୍ୟାନେଲରେ ଅପଲୋଡ଼ ହୋଇଅଛି। ଆପଣମାନେ ନିହାତି ଭାବରେ ଥରେ ଦେଖନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।